মন বুঝে না এ ফিল্ম বিଷୟ ନ କହି ମୁଁ ଜମା ରହିପାରେ ନା। ସବୁ କହିବି ଟିକେ ଶୁଣିବି। ଆଚ୍ଛା ଇଏ ପିଲାର ଓଜନ କେତେ ହେଲା? 140 କିଲୋ। ବଜେଟ୍ କେତେ? 140 କିଲୋ କେତେ ପଇଲା? ବୁଝିପାରିଲ ନା? କିଲୋ କିଲୋ ଲକ୍ଷେ ଟଙ୍କା। ମୋର କିଲୋ କେତେ? ମୁଁ ରହୁଛି 94 କିଲୋ। 94 ଲକ୍ଷ। ଭାଇ ମୁଁ 94 ଲକ୍ଷ ଟଙ୍କା ଦଉଛି, ମତେ ଟିକେ ହୀରା କରିଦେଲା ହନ୍ତାନି। ତମେ ତମେ ଯଦି ସମସ୍ତଙ୍କ ମୁଣ୍ଡରେ ହାତ ଥୋଇଦେଲ ସୁପରଷ୍ଟାର ହେଇଯିବେ, ମୁଁ ବି ଟିକେ ସୁପରଷ୍ଟାର ହେଇଯାଆନ୍ତି। ମୁଁ ବି ଆଉ ଲକ୍ଷେ ଟଙ୍କା କିଲୋ ପଇଲେ ମୁଁ ବି ଲକ୍ଷେ ଟଙ୍କା ଲେଖା ଦେଇକି ମୁଁ ବି ସୁପରଷ୍ଟାର ହେଇଯିବି। ଆଉ ଗୋଟେ ନୂଆ ସୁପରଷ୍ଟାର ଜନ୍ମ ନେଲେ। କାହିଁକି କହିଲ ସମସ୍ତଙ୍କୁ ଜନ୍ମ କରିଥିଲେ ସବୁବେଳେ କହୁଛନ୍ତି ମୁଁ ଜନ୍ମ କରିଛି ୟାକୁ, ମୁଁ ଜନ୍ମ କରିଛି ତାକୁ, ମୁଁ ଜନ୍ମ କରିଛି ତାକୁ। ବିନା ଟ୍ୟାଲେଣ୍ଟରେ ସିଏ ସୁପରଷ୍ଟାର ହେଲେ? ବିନା ଟ୍ୟାଲେଣ୍ଟରେ କିଏ ସୁପରଷ୍ଟାର? ମନ ଦେଇ କ'ଣ ଭୁଲ କହିଛି? ଯାହାର ଟ୍ୟାଲେଣ୍ଟ ନଥିବ ସେ ସୁପରଷ୍ଟାର ହେଇଯିବ। ଯଦି ଏଇ ପିଲା ଏଇ ପିଲା ଯଦି ସୁପରଷ୍ଟାର ହେଇଗଲେ ତାହେଲେ ଆମେ ଜାଣିବା ଆଙ୍କ ଯେଉଁ କଥା ଗୁଡ଼ା କହୁଥିଲେ ସବୁ ମୁଁ ସୁପରଷ୍ଟାର ଜନ୍ମ କରିଛି, ତାହେଲେ ସତ୍ୟ ହବ। ଆଉ ଭାଇ ମୋର କ'ଣ କହିଥିଲେ ଯେ ଟଙ୍କାରେ ପୋତିଦେବି। ଭାଇ 2023 ମସିହାରେ UCCରେ 500 ଟଙ୍କା ଦେଇପାରିନଥିଲେ। 500 ଟଙ୍କା ଲେଖା 18 ମସିହାରୁ 23 ମସିହା ପର୍ଯ୍ୟନ୍ତ 500 ଟଙ୍କା ଲେଖା ଦେଇପାରୁନଥିଲେ। ଅଣ୍ଡରଟେକିଂ ଲେଖିକି UCCରେ ଦେଇଛନ୍ତି। ମୋର ଅଭାବ ଯୋଗୁଁ ମୁଁ ପଇସା ଦେଇପାରିଥିଲି। ଭାଇ ଏତେ ପଇସା ହେଇଗଲା ଯେ ମାନେ ଟଙ୍କାରେ ପୋତିଦେବେ। ଏ ଗର୍ବ ସହିବେ ପ୍ରଭୁ, ତାଙ୍କୁ ସଦ୍ବୁଦ୍ଧି ଦଉ। ଏ ଗର୍ବ ଭଗବାନ କାହାର ସହିବ? ଏ ବାବୁ ଏମିତି ପାଇଁ ହେଉଛନ୍ତି ଜୋକରଙ୍କ ଭଳିଆ, ଯାହାମାନେ ତା ସମସ୍ତଙ୍କ ନାଁରେ କହିଦେଉଛନ୍ତି। ସମସ୍ତେ ମାନେ କ'ଣ ସମସ୍ତେ ଏଠି କ'ଣ ମାନେ ତମ ଘର ମାନେ ଭଳିଆ, ଯାହାମାନେ ତା ନାଁରେ ଯାହା ନାଁରେ ଫିଲ୍ମ ଦେଖିଲା ପରେ ଯାହା ଦେଖିଲି, ଯଦି ବସନ୍ତ ନାୟକ ବଞ୍ଚିଥାନ୍ତେ ଏ ଫିଲ୍ମ କରେଇ ଦେଇଥାନ୍ତେ। ସିଏ ଆଇଲେ ବି ଇଏ ଆଇଲେ ବି ଭିତରେ ଆକାଶ ପାତାଳ ଫରକ ଅଛି। ଆଉ ସିଏ ଅନୁଭବ ଇଏ ମାନେ ବହୁତ ଫରକ ଅଛି। ଆପଣ ମାନେ ଯଦି ଦେଖିଥିବେ କିଏ ବି ମାନେ ଫିଲ୍ମ ମୁଁ ନିଜେ ଦେଖିଲି, ମୁଁ କାହା ପାଇଁ କହୁନି ଯେ ମୁଁ ନେଗେଟିଭ୍ କହିବାକୁ ଏଠିକି ଆସିଛି। ମାନେ ଫିଲ୍ମ ବିଷୟରେ ମୁଁ ଯେତିକି ଆନାଲିସିସ୍ କଲି ଏବେ 24 ମସିହାରେ ଇଏ ଯଦି 10-15 ବର୍ଷ ପୂର୍ବରୁ ହେଇଥାନ୍ତା ଏଇ ଫିଲ୍ମ ଏଇ ଷ୍ଟୋରି, ତାହେଲେ କିଛି ସେତେବେଳେ ଚାଲି ଯାଇଥାନ୍ତା। ଇଏ ଜମାନାରେ ଇଏ ଯେଉଁ ରିଆଲିଟିକ୍ ଜମାନାରେ ଇଏ ଯେଉଁ ମାନେ ଏଠି ସବୁ ଯେତେବେଳେ ଏଣ୍ଟରଟେନମେଣ୍ଟ ନଥିଲା ସେତେବେଳେ କାହାଣୀ ମାଣି କରିକି ସବୁ ଚଲାଉଥିଲେ। ଇଏ ଏଣ୍ଟରଟେନମେଣ୍ଟ ଜମାନା, ଘରେ ପାଖରେ ମୋବାଇଲ ରହୁଛି, ସେଠି ମାନେ ମୁଭି କେମିତି ବନଉଛନ୍ତି ଇଏ ଜମାନାରେ। ଶୁଣନ୍ତୁ ମୁଁ କହିଲେ ସେଟା ଭଲ ଲାଗିବନି, ଅଡ଼ିଏନ୍ସ କହିବେ। ଆପଣମାନେ ସିନେମା ଦେଖନ୍ତୁ, ମୁଁ ଦେଖିଲି, ମୋ ଭିଉ ମୁଁ ଦେଲି, ଆପଣମାନେ ବି ଦେଖନ୍ତୁ। ଏ ସିନେମା ଆପଣଙ୍କୁ କେତେ ଟର୍ଚର କରିବ। ନମ୍ବର ଆଉ ସିଆଡ଼ିକି ଅଛି କି? ବୁଝିପାରୁଛନ୍ତି? ଆଉ ତଳ ଆଡ଼େ କ'ଣ ନମ୍ବର ଅଛି କି? ହିରୋ ତଳ ଆଡ଼େ ନମ୍ବର କ'ଣ ଅଛି କି? ଯଦି ସିଆଡ଼କୁ ଟର୍ଚର ମାନେ ମାଇଣ୍ଡ ଗେମ୍। ହଁ ଶୁଣ, ଯଦି ସବୁ କଳା ଲୋକ ଭାଲୁ ହେଇଯିବେ, ଯେଉଁ କଥାଟା କହିଛି ମୋତେ କହିନାହାନ୍ତି, କାହାକୁ କହିଥିବେ ଭଗବାନ ଜାଣନ୍ତି। ତାଙ୍କ ଭାଇମାନଙ୍କ ସାଙ୍ଗେ ଝଗଡ଼ା ଚାଲିଛି, ତା ଭାଇମାନଙ୍କୁ ବି କହିପାରେ। କିନ୍ତୁ କୌଣସି କଳା ଲୋକକୁ ଏମିତି ଭାଲୁ କହିଲେ କେଡ଼େ ମାନେ କଳା ଲୋକ ବହୁତ ବଡ଼ ବଡ଼ ଲୋକ ଅଛନ୍ତି, ସମସ୍ତଙ୍କୁ ଭାଲୁ ହେଇଯିବେ। ହେ ପ୍ରଭୁ ତାଙ୍କୁ ସଦ୍ବୁଦ୍ଧି ଦଉ।